ଲକ୍ଷ୍ମୀ ପୁରାଣର ଲେଖକ କିଏ? ଉତ୍ତରଟି ହେଉଛି ବଳରାମ ଦାସ। ଓଡ଼ିଆ ମହାଭାରତର ଲେଖକ କିଏ? ଉତ୍ତରଟି ହେଉଛି ସାରଳା ଦାସ। ଦାଣ୍ଡି ରାମାୟଣର ଲେଖକ କିଏ? ଉତ୍ତରଟି ହେଉଛି ବଳରାମ ଦାସ। ଆହେ ଦୟାମୟ ବିଶ୍ୱବିହାରୀର ଲେଖକ କିଏ? ଉତ୍ତରଟି ହେଉଛି ରାମକୃଷ୍ଣ ନନ୍ଦ। ଓଡ଼ିଆ ଭାଗବତ ଗୀତାର ଲେଖକ କିଏ? ଉତ୍ତରଟି ହେଉଛି ଜଗନ୍ନାଥ ଦାସ। ଛଅମାଣ ଆଠଗୁଣ୍ଠ ଉପନ୍ୟାସର ଲେଖକ କିଏ? ଉତ୍ତରଟି ହେଉଛି ଫକୀରମୋହନ ସେନାପତି। ଗୀତ ଗୋବିନ୍ଦର ଲେଖକ କିଏ? ଉତ୍ତରଟି ହେଉଛି ଜୟଦେବ। ବନ୍ଦେ ଉତ୍କଳ ଜନନୀର ଲେଖକ କିଏ? ଉତ୍ତରଟି ହେଉଛି ଲକ୍ଷ୍ମୀକାନ୍ତ ମହାପାତ୍ର। ରାମାୟଣର ଲେଖକ କିଏ? ଉତ୍ତରଟି ହେଉଛି ମହର୍ଷି ବାଲ୍ମୀକି। ମେଘଦୂତର ଲେଖକ କିଏ? ଉତ୍ତରଟି ହେଉଛି କାଳିଦାସ। ପଞ୍ଚତନ୍ତ୍ରର ଲେଖକ କିଏ? ଉତ୍ତରଟି ହେଉଛି ବିଷ୍ଣୁ ଶର୍ମା। ଅମୃତର ସନ୍ତାନର ଲେଖକ କିଏ? ଉତ୍ତରଟି ହେଉଛି ଗୋପୀନାଥ ମହାନ୍ତି। ମାଟିର ମଣିଷର ଲେଖକ କିଏ? ଉତ୍ତରଟି ହେଉଛି କାଳିନ୍ଦୀ ଚରଣ ପାଣିଗ୍ରାହୀ। ଅର୍ଥକୋଇଲିର ଲେଖକ କିଏ? ଉତ୍ତରଟି ହେଉଛି ଜଗନ୍ନାଥ ଦାସ। ଲାବଣ୍ୟବତୀର ଲେଖକ କିଏ? ଉତ୍ତରଟି ହେଉଛି ଉପେନ୍ଦ୍ର ଭଞ୍ଜ। ବିଦଗ୍ଧ ଚିନ୍ତାମଣିର ଲେଖକ କିଏ? ଉତ୍ତରଟି ହେଉଛି ଅଭିମନ୍ୟୁ ସାମନ୍ତ ସିଂହାର। ମୁଦ୍ରା ରାକ୍ଷସର ଲେଖକ କିଏ? ଉତ୍ତରଟି ହେଉଛି ବିଶାଖା ଦତ୍ତ। ଯାଜ୍ଞସେନୀର ଲେଖକ କିଏ? ଉତ୍ତରଟି ହେଉଛି ପ୍ରତିଭା ରାୟ। ବାବାଜୀ ନାଟକର ଲେଖକ କିଏ? ଉତ୍ତରଟି ହେଉଛି ଜଗମୋହନ ଲାଲା। ବନ୍ଦୀର ଆତ୍ମକଥାର ଲେଖକ କିଏ? ଉତ୍ତରଟି ହେଉଛି ଗୋପବନ୍ଧୁ ଦାସ। ଚଣ୍ଡୀ ପୁରାଣର ଲେଖକ କିଏ? ଉତ୍ତରଟି ହେଉଛି ସାରଳା ଦାସ। ବିଚିତ୍ର ରାମାୟଣର ଲେଖକ କିଏ? ଉତ୍ତରଟି ହେଉଛି ବିଶ୍ୱନାଥ ଖୁଣ୍ଟିଆ। ମାଳିକା ବଚନର ଲେଖକ କିଏ? ଉତ୍ତରଟି ହେଉଛି ଅଚ୍ୟୁତାନନ୍ଦ ଦାସ। ସ୍ମୃତି ଚିନ୍ତାମଣିର ଲେଖକ କିଏ? ଉତ୍ତରଟି ହେଉଛି ଭୀମ ଭୋଇ। ତପସ୍ୱିନୀ କାବ୍ୟର ଲେଖକ କିଏ? ଉତ୍ତରଟି ହେଉଛି ଗଙ୍ଗାଧର ମେହେର। ବର୍ଣ୍ଣବୋଧର ଲେଖକ କିଏ? ଉତ୍ତରଟି ହେଉଛି ମଧୁସୂଦନ ରାଓ। ମନବୋଧ ଚଉତିଶାର ଲେଖକ କିଏ? ଉତ୍ତରଟି ହେଉଛି ଭକ୍ତଚରଣ ଦାସ। ବିଲଙ୍କା ରାମାୟଣର ଲେଖକ କିଏ? ଉତ୍ତରଟି ହେଉଛି ସାରଳା ଦାସ। ରାମଚରିତ ମାନସର ଲେଖକ କିଏ? ଉତ୍ତରଟି ହେଉଛି ତୁଳସୀ ଦାସ। କିଶୋର ଚନ୍ଦ୍ରାନନ ଚମ୍ପୁର ଲେଖକ କିଏ? ଉତ୍ତରଟି ହେଉଛି ବଳଦେବ ରଥ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଲେଖକ କିଏ? ଉତ୍ତରଟି ହେଉଛି ଗୋପାଳ ଚନ୍ଦ୍ର ପ୍ରହରାଜ। ମାଟି ମଟାଳର ଲେଖକ କିଏ? ଉତ୍ତରଟି ହେଉଛି ଗୋପୀନାଥ ମହାନ୍ତି। ଚିଲିକା କାବ୍ୟର ଲେଖକ କିଏ? ଉତ୍ତରଟି ହେଉଛି ରାଧାନାଥ ରାୟ। ନୀଳ ମାଷ୍ଟ୍ରାଣୀର ଲେଖକ କିଏ? ଉତ୍ତରଟି ହେଉଛି ଗୋଦାବରୀଶ ମିଶ୍ର। ହରିବଂଶର ଲେଖକ କିଏ? ଉତ୍ତରଟି ହେଉଛି ଅଚ୍ୟୁତାନନ୍ଦ ଦାସ। ଛୋଟ ମୋର ଗାଁଟିର ଲେଖକ କିଏ? ଉତ୍ତରଟି ହେଉଛି ସଚ୍ଚିଦାନନ୍ଦ
ରାଉତରାୟ। ବନ୍ଦେ ମାତରମର ଲେଖକ କିଏ? ଉତ୍ତରଟି ହେଉଛି ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ଜନଗଣ ମନର ଲେଖକ କିଏ? ଉତ୍ତରଟି ହେଉଛି ରବୀନ୍ଦ୍ରନାଥ ଟେଗୋର।